ମୁଁ ସ୍ମିତା ଆପଣ ସମସ୍ତଙ୍କୁ ସ୍ୱାଗତ କରୁଛି ଲର୍ନ ଇନ୍ ପାଇପଲାଇନ ଚ୍ୟାନେଲକୁ। ଏହି ଚ୍ୟାନେଲରେ ଆମେ ପାଞ୍ଚ ଧାଡିରେ ମହାପୁରୁଷଙ୍କ ଜୀବନୀ ବିଷୟରେ ଜାଣନ୍ତି। ଯେତେବେଳେ ପାଞ୍ଚ ଧାଡିରେ ଜାଣନ୍ତି ଅଧିକା ଜାଣିବାକୁ ଇଚ୍ଛା ହୁଏ। ଯଦି ଅଧିକା ଜାଣିବାକୁ ଇଚ୍ଛା ଅଛି କମେଣ୍ଟରେ ଜଣେଇବେ। ଆମେ କଣ କରିବା ନା 10 ଧାଡି 15 ଧାଡି ବା ଲମ୍ବା ଏସେ ମହାପୁରୁଷଙ୍କ ବିଷୟରେ ନେଇକି ଆସିବା। ତାହେଲେ ଆଜିର ଭିଡିଓରେ ଆମେ ଜାଣିବା ଆଉ ଜଣେ ମହାପୁରୁଷଙ୍କ ଜୀବନୀ ମାତ୍ର 5 ଧାଡିରେ। ଆଜିର ଭିଡିଓରେ କଥା ହେବା ମେଘନାଦ ସାହାଙ୍କ ବିଷୟରେ। ଅଲରେଡି ତାଙ୍କ ବିଷୟରେ ଜାଣିଛନ୍ତି 5 ଧାଡିରେ, ଆଜି ଟିକେ ଅଧିକା ଜାଣିବା। ମେଘନାଦ ସାହା ଜଣେ ମହାନ ଭାରତୀୟ ବୈଜ୍ଞାନିକ ଏବଂ ଜ୍ୟୋତିର୍ବିଜ୍ଞାନୀ ଥିଲେ, ଯିଏକି ଜ୍ୟୋତିର୍ବିଜ୍ଞାନ ଏବଂ ପଦାର୍ଥ ବିଜ୍ଞାନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରଖିଥିଲେ। ତାଙ୍କର ଜନ୍ମ 6 ଅକ୍ଟୋବର 1893ରେ ଢାକାରେ ନିକଟସ୍ଥ ସାଓରାଟୋଲି ଗ୍ରାମରେ ହୋଇଥିଲା। ସେ ଗରିବ ପରିବାରରୁ ଆସି ସେ ତାଙ୍କ ପ୍ରାରମ୍ଭିକ ଜୀବନରେ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥିଲେ, କିନ୍ତୁ ଶିକ୍ଷା ପ୍ରତି ତାଙ୍କର ଉତ୍ସର୍ଗ ତାଙ୍କୁ ମହାନ ସଫଳତା ହାସଲ କରିବାରେ ସାହାଯ୍ୟ କରିଥିଲା। ମେଘନାଦ ସାହା ଆୟନାଇଜେସନ ସମୀକରଣ ପାଇଁ ପ୍ରସିଦ୍ଧ, ଯାହା ବ୍ୟାଖ୍ୟା କରେ ଯେ କିପରି ଉଚ୍ଚ ତାପମାତ୍ରା ଯୋଗୁଁ ତାରାଗୁଡ଼ିକରେ ଥିବା ଉପାଦାନଗୁଡ଼ିକ ଆୟନାକୃତ ହୋଇଯାଏ। ଏହି ତତ୍ତ୍ୱ ବୈଜ୍ଞାନିକମାନଙ୍କୁ ସେମାନଙ୍କର ଆଲୋକ ବଲାଣି ଅଧ୍ୟୟନ କରି ତାରାଗୁଡ଼ିକର ଗଠନ ଏବଂ ତାପମାତ୍ରା ବୁଝିବାରେ ସାହାଯ୍ୟ କରିଥିଲା। ତାଙ୍କର କାର୍ଯ୍ୟ ଜ୍ୟୋତିର୍ବିଜ୍ଞାନ କ୍ଷେତ୍ରରେ ବହୁତ ଗୁରୁତ୍ୱପୂର୍ଣ୍ଣ ହୋଇଗଲା ଏବଂ ତାଙ୍କୁ ଆନ୍ତର୍ଜାତୀୟ ସ୍ୱୀକୃତି ଆଣିଥିଲା। ସେ କୋଲକାତାର ପ୍ରେସିଡେନ୍ସି କଲେଜରେ ଅଧ୍ୟୟନ କରିଥିଲେ, ଯେଉଁଠାରେ ସେ ମହାନ ଶିକ୍ଷକ ଏବଂ ବୈଜ୍ଞାନିକଙ୍କ ଦ୍ୱାରା ପ୍ରଭାବିତ ହୋଇଥିଲେ। ପରେ ସେ ପ୍ରଫେସର ହେଲେ ଏବଂ ଆହ୍ଲାବାଦ ବିଶ୍ୱବିଦ୍ୟାଳୟ ଏବଂ କଲିକତା ବିଶ୍ୱବିଦ୍ୟାଳୟରେ ପାଠପଢ଼ା କଲେ। ସେ ଭାରତର ବୈଜ୍ଞାନିକ ପ୍ରତିଷ୍ଠାନ ବିକାଶରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ସେ ବିଶ୍ୱାସ କରୁଥିଲେ ଯେ ବିଜ୍ଞାନକୁ ଜାତୀୟ ବିକାଶ ଏବଂ ପ୍ରଗତି ପାଇଁ ବ୍ୟବହାର କରାଯିବା ଉଚିତ। ଜଣେ ବୈଜ୍ଞାନିକ ହେବା ବ୍ୟତୀତ ମେଘନାଦ ସାହା ସାମାଜିକ ଏବଂ ରାଜନୈତିକ ପ୍ରସଙ୍ଗରେ ମଧ୍ୟ ଆଗ୍ରହୀ ଥିଲେ। ସେ ସଂସଦର ସଦସ୍ୟ ଭାବରେ ନିର୍ବାଚିତ ହୋଇଥିଲେ ଏବଂ ସ୍ୱାଧୀନ ଭାରତରେ ଶିକ୍ଷା ଏବଂ ବୈଜ୍ଞାନିକ ସଂସ୍କାର ପାଇଁ କାର୍ଯ୍ୟ କରିଥିଲେ। ଦେଶର ବିକାଶ ପାଇଁ ସେ ବୈଜ୍ଞାନିକ ଯୋଜନା ଏବଂ ନଦୀ ଉପତ୍ୟକା ପ୍ରକଳ୍ପର ଗୁରୁତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲେ। ତାଙ୍କର ସଫଳତା କୃତିତ୍ୱ ସ୍ୱରୂପ ସେ ଲଣ୍ଡନରେ ରୟାଲ ସୋସାଇଟି ଫେଲୋ ନିର୍ବାଚିତ ହୋଇଥିଲେ। ମେଘନାଦ ସାହାଙ୍କ ଦେହାନ୍ତ 16 ଫେବୃଆରୀ 1956ରେ ହୋଇଥିଲା, କିନ୍ତୁ ବିଜ୍ଞାନ ପ୍ରତି ତାଙ୍କର ଅବଦାନ ଏବେ ବି ମନେ ରଖାଯାଏ ଏବଂ ସମ୍ମାନ କରାଯାଏ। ମେଘନାଦ ସାହା ଜଣେ ଚମତ୍କାର ବୈଜ୍ଞାନିକ ନଥିଲେ, ବରଂ ସମାଜର ଉନ୍ନତି ପାଇଁ ବିଜ୍ଞାନକୁ ବ୍ୟବହାର କରିବାରେ ବିଶ୍ୱାସ କରୁଥିଲେ ଜଣେ ଦୂରଦୃଷ୍ଟି ସମ୍ପନ୍ନ ବ୍ୟକ୍ତି ଥିଲେ। ତାଙ୍କ ଜୀବନ ଛାତ୍ରମାନଙ୍କୁ କଠିନ ପରିଶ୍ରମ କରିବାକୁ ଏବଂ ଜ୍ଞାନ ଏବଂ ସମର୍ପଣ ମାଧ୍ୟମରେ ରାଷ୍ଟ୍ରର ସେବା କରିବାକୁ ପ୍ରେରଣା ଦିଏ।